ମାୟା କହିବେ, ତା ଅର୍ଥ ଏଇଆ ନୁହେଁ ଯେ ମୁଁ ତତେ କ୍ଷମା କରିଦେଲି। ଭଲ ଭାବରେ ଚିନ୍ତା କର ପଲ୍ଲବୀ, ଏମିତି ଷ୍ଟ୍ରଗଲ କରିବା ଅପେକ୍ଷା ତୁ ତୋ ଚାକିରି ଛାଡ଼ିଦେ, ଫ୍ୟାମିଲି ଉପରେ ଫୋକସ୍ କର। ଆଦର୍ଶ ବି ଏଇଆ ଚାହେଁ, କିନ୍ତୁ ସେ ତୋତେ ଓପନଲି କହିପାରୁନି। ତାକୁ ବି ଏ ବଂଶର ଉତ୍ତରାଧିକାରୀ ଆଉ ତା ପରିବାର ଦରକାର। ଏମିତି କହି ମାୟା ଚାଲିଯିବେ। ତାପରେ ପଲ୍ଲବୀ କହିବେ, ମାମା ମୋତେ ଜବ୍ ଛାଡ଼ିବା କଥା କହିଲେଣି, କିନ୍ତୁ ମୋତେ ଏବେ ଗୋଟେ ଅର୍ଜେଣ୍ଟ କାମରେ ବାହାରକୁ ଯିବାକୁ ପଡ଼ିବ। ମାମା ଯଦି ଏଇଠି ବସି ରହିବେ, ତାହେଲେ ମୁଁ ବାହାରକୁ କେମିତି ଯିବି? ତାପରେ ନିମକି କହିବ, ଦିଦି ମୋ ପାଖରେ ଗୋଟେ ଆଇଡିଆ ଅଛି। ଏମିତି କହି ନିମକି ମାୟାକୁ କହିବ, ମା ଆଜି ଲଞ୍ଚ ପାଇଁ କ'ଣ ତିଆରି କରିବି? ତାପରେ ମାୟା କହିବେ, ଲଞ୍ଚ ପାଇଁ ତୁ ଚିନ୍ତା କରନି, ଆଜି ଲଞ୍ଚ ମୁଁ ତିଆରି କରିବି, ତୁ ଖାଲି ମୋତେ ହେଲ୍ପ କରିବୁ। ଏମିତି କହି ମାୟା କିଚେନକୁ ଯିବେ ଆଉ ରୋଷେଇ କରିବେ। ତାପରେ ପଲ୍ଲବୀ ସେଠୁ ଚାଲିଯିବେ ଆଉ ସଞ୍ଜୀବ ପାଖକୁ ଆସିବେ ଆଉ କହିବେ, ଥ୍ୟାଙ୍କ ୟୁ ସାର୍, ଆପଣ ମୋ କଥା ରଖି ଏଇଠିକି ଆସିଲେ, ସେଇଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତାପରେ ସଞ୍ଜୀବ କହିବେ, ବାସ୍ ବାସ୍, ଧନ୍ୟବାଦ ଦେବା ସେତିକି ଥାଉ, ଭିତରକୁ ଆସ। ତାପରେ ପଲ୍ଲବୀ କହିବେ, ଆଜ୍ଞା। ଏମିତି କହି 2 ଜଣ ଭିତରକୁ ଯିବେ। ତାପରେ କମ୍ପ୍ୟୁଟର ଦୋକାନବାଲା କହିବେ, କୁହନ୍ତୁ ମ୍ୟାମ୍, କୁହନ୍ତୁ ମୁଁ ଆପଣଙ୍କର କି ସେବା କରିପାରିବି? ତାପରେ ପଲ୍ଲବୀ କହିବେ, ନେ ଏ ଭିଡ଼ିଓ ପ୍ଲେ କର। ତାପରେ ସେ ଲୋକ ଭିଡ଼ିଓ ପ୍ଲେ କରିବେ। ଭିଡ଼ିଓ ଦେଖି ସେ ଲୋକ ଡରି ଯାଉଥିବେ। ତାପରେ ପଲ୍ଲବୀ କହିବେ, ଏ ଭିଡ଼ିଓ ଏଇଠି ଏଡିଟିଂ ହେଇଥିଲା ନା? ତାପରେ ସେ ଲୋକ କହିବେ, ନାଇଁ ମ୍ୟାଡାମ, ଏ ଭିଡ଼ିଓ ଏଇଠି ଏଡିଟିଂ ହେଇନି, ମୁଁ ତ ଏ ଭିଡ଼ିଓ ପ୍ରଥମ ଥର ପାଇଁ ଦେଖୁଛି। ତାପରେ ସଞ୍ଜୀବ କହିବେ, ଚୁପ୍ କର, ଏ ଭିଡ଼ିଓ ଭାଇରାଲ ହେଇ ଚାରିଆଡ଼େ ବୁଲିଲାଣି, ଆଉ ସେଇଥିପାଇଁ ମ୍ୟାଡାମ ଚାକିରିରୁ ସସ୍ପେଣ୍ଡ ହେଇସାରିଲେଣି, ଆଉ ତୁ କହୁଛୁ ତୁ ପ୍ରଥମ ଥର ପାଇଁ ଦେଖୁଛୁ? ତାପରେ ପଲ୍ଲବୀ ସଞ୍ଜୀବକୁ କହିବେ, ଇଏ ମିଛ କହୁଛି ସାର୍, ମୁଁ ବହୁତ ଭଲ ଭାବରେ ଜାଣିଛି ଏ ଭିଡ଼ିଓ ଏଇଠି ଏଡିଟିଂ ହେଇଥିଲା। ତାପରେ ସେ ଲୋକ କହିବେ, ନାଇଁ ମ୍ୟାଡାମ, ମୁଁ କହିଲି ନା ଏ ଭିଡ଼ିଓ ଏଇଠି ଏଡିଟିଂ ହେଇନି। ତାପରେ ପଲ୍ଲବୀ କହିବେ, ଆଚ୍ଛା, ତାହେଲେ ପୁରା ପ୍ଲେ କର ଏ ଭିଡ଼ିଓକୁ, ପୁରା ପ୍ଲେ କର। ତାପରେ ସଞ୍ଜୀବ ପଲ୍ଲବୀକୁ କହିବେ, କିନ୍ତୁ ପଲ୍ଲବୀ, ଏ ଭିଡ଼ିଓ ଏଠି ଏଡିଟିଂ ହେଇଛି ସେ କଥା ତମେ କେମିତି ଜାଣିଲ? ତାପରେ ପଲ୍ଲବୀ କହିବେ, ସାର୍, ଅପରାଧ ଯେତିକି ଚାଲାକ ହେଇଥାଉ ନା କାହିଁକି, ସେ କୋଉଠି ନା କୋଉଠି କିଛି ନା କିଛି କ୍ଲୁ ନିଶ୍ଚୟ ଛାଡ଼ିଥାଏ, ଆଉ ଏମାନେ ବି ଠିକ୍ ଏଇ ଭୁଲ କରିଛନ୍ତି। ଏ ଭିଡ଼ିଓ କ୍ଲିପର ଲାଷ୍ଟକୁ ଗୋଟେ ଫ୍ରେମ୍ ଅଛି, ଯାହାକି କିଛି ସମୟ ଭିତରେ ପାସ୍ କରି ଯାଉଛି, ଆଉ ସେଇଠି ଏଇଠିକାର ନମ୍ବର ଲେଖା ଅଛି। ଏମିତି କହି ପଲ୍ଲବୀ କମ୍ପ୍ୟୁଟରକୁ ଯାଇ ସେ ନମ୍ବର ଦେଖେଇବେ ଆଉ କହିବେ, ସାର୍, ଏ ନମ୍ବର ଦେଖନ୍ତୁ। ଏମିତି କହି ପଲ୍ଲବୀ ସେ ଲୋକକୁ କହିବେ, ଏ ନମ୍ବର ଏଠିକାର କି ନାହିଁ ସତ କଥା କହ। ତାପରେ ସଞ୍ଜୀବ କହିବେ, ଇଏ ପୋଲିସ ଇନଭେଷ୍ଟିଗେସନ, ମ୍ୟାଡାମ ଯାହା ପଚାରୁଛନ୍ତି ସବୁ ସତ ସତ କହ, ନହେଲେ ଭିଡ଼ିଓ ଚକ୍କରରେ ସିଧା ଲମ୍ବା ଦିନ ପାଇଁ ଭିତରକୁ ଯିବୁ। ତାପରେ ସେ ଲୋକ କହିବେ, ସାର୍, ଏ ଭିଡ଼ିଓ ଏଇଠି ଏଡିଟିଂ ହେଇଥିଲା, ରୁହନ୍ତୁ ସେ ଲୋକର ଡିଟେଲ୍ସ କହୁଛି।